ହଁ ଆକ୍ଚୁଆଲି ଆମର 7ଟା ବେଳକୁ ଟାଇମିଂ ଥିଲା ଆରମ୍ଭ ହବାର। ତ ଯେହେତୁ କି ସେଇଟା ହେଇଥିଲେ ଟିକେ ଜଲ୍ଦି ସରିଯାଇଥାନ୍ତା। ଏଇଟା ହବା ଲାଗି ଅଳ୍ପ ଅଳ୍ପ ଗ୍ରୁପ୍ରେ କରିବାକୁ ପଡୁଛି। କଲର ବେଲ୍ଟ ଟେଷ୍ଟ କରିବା ପ୍ରତିବର୍ଷ ଆମେ କଲର ବେଲ୍ଟ ଟେଷ୍ଟ କରି ଆସୁଛୁ। ତାପରେ ଆମର ଯେଉଁ ବ୍ରହ୍ମପୁରରୁ ଆଉ ହିଞ୍ଜିଳିକାଟରୁ ଟୋଟାଲ 37 ଜଣ ପାର୍ଟିସିପେଣ୍ଟ ଏଠି ପାର୍ଟିସିପେଟ୍ କରୁଛନ୍ତି। ଡିଫରେଣ୍ଟ ଡିଫରେଣ୍ଟ ବେଲ୍ଟ ପାଇଁ ସେମାନେ ଏକ୍ଜାମ ଦେଉଛନ୍ତି। ହଁ ୟୋଗା ହଲ୍ଟା ଯେତେ ଯେତେ ଛୋଟ ହେଇଯାଉଛି ଆମେ ପ୍ରତିବର୍ଷ ସେଠି କରି ଆସୁଥିଲୁ। ସେଠି ସୁବିଧା ହେଉଥିଲା କି ସ୍ପେସିୟସ୍ ଥିଲା ଆଉ ପ୍ୟାରେଣ୍ଟସ୍ ମାନେ ବସିବା ପାଇଁ ବି ଗ୍ୟାଲେରୀ ଟାଇପ୍ର ଥିଲା। ସବୁ ମାନେ ଭିଜିଟର୍ସ ବି ଆସି ବସି ପାରୁଥିଲେ। ଏଠି ହବା ଲାଗି ଏଠି ମାନେ ଆମେ କ୍ଲୋଜ୍ କରିବାକୁ ପଡୁଛି। ମାନେ ପ୍ୟାରେଣ୍ଟସ୍ ମାନେ ବି ଦେଖିପାରୁନାହାନ୍ତି ତାଙ୍କ ପିଲାଙ୍କ ପରଫର୍ମାନ୍ସ। ତ ଟିକେ ଟାଇମ୍ ଲାଗୁଛି ଆଉ। ହେଭି ଇକ୍ୱିପମେଣ୍ଟ ଭଳିଆ ଜିନିଷ ନାହିଁ କି ଯୋଉଟା କି ମାନେ ତାଙ୍କର ଇଏ ଖରାପ ହେଇଯିବ ସେ କୋର୍ଟ ହେରିକା। ତ ଆମେ ଯେହେତୁ 3 ବର୍ଷ କରି ଆସିଛୁ କିଛି एंड लास्ट 3 वर्ष ହେଲା ଏଇଠି ହିଁ କଲର ବେଲ୍ଟ ଟେଷ୍ଟ ହଉଛି। ବଟ୍ ଏ ବର୍ଷ योगा हॉल रे ହେଇଛି एंड ଏଟା ବହୁତ ଛୋଟ ପଡ଼ିଯାଉଛି एज कंपेयर टू। बट ଏଇ योगा हॉल ଯୋଗୁଁ पेरेंट्स ଦେଖି ପାରୁନାହାନ୍ତି ପିଲାମାନଙ୍କୁ। ପ୍ଲସ୍ ବହୁତ ଟାଇମ୍ ଟେକିଂ ହେଉଛି ବ୍ୟାଚ୍ ବାଇ ବ୍ୟାଚ୍ ଆଣିବାକୁ। योगा हॉल ରେ କରୁଛୁ। ତ ଆମର ଏଇଟା ଷ୍ଟାର୍ଟ ହେବାର ଥିଲା 7:30ରେ କିନ୍ତୁ ଏଇଟା ବିଳମ୍ବ ହେଇଯାଇଛି ଏବଂ ଆମେ ଏଟାକୁ 10:30ରେ ଷ୍ଟାର୍ଟ କଲୁ। ନିବେଦନ ଅଛି ଯେ ଆମକୁ ଆଗକୁ ପରମିସନ୍ ଦେବେ ଯେ ବ୍ୟାଡମିଣ୍ଟନ କୋର୍ଟରେ କରିବାକୁ। କ'ଣ ପାଇଁ ନା ସେଇଟା ବହୁତ ବଡ଼ ଅଛି ତ ଆମକୁ କରିବାକୁ ସୁବିଧା ହେବ। 3 ବର୍ଷ ହେଲାଣି ଏସି ଲାଗୁଥିଲା, ଏ ବର୍ଷ ଲାଗିନି। ଆଉ ପାଣିର ବି ସୁବିଧା ନାହିଁ। ଡ୍ରିଙ୍କିଂ ୱାଟର ଯେଉଁଟାକି ବେଶୀ କଣ୍ଟାମିନେଟେଡ୍ ହେଇଯାଇଛି।